ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଝିଅ ଗୀତା ପ୍ରଥମେ ମଧ୍ୟପ୍ରଦେଶର ଝାନ୍ସିରେ ଜଣକୁ ବାହା ହୋଇଥିଲା। ହେଲେ ତା ଶ୍ୱଶୁର ଘର ପାଖ ଗାଁରେ ଆଉ ଜଣେ ଯୁବକକୁ ଫସେଇ ତାକୁ ସେଇ ଲୋକାଲ ଥାନାରେ ବାହା ହେଲା। କିନ୍ତୁ କିଛି ଦିନ ପରେ ଘରକୁ ବୁଲିବାକୁ ଆସି ଆଉ ସ୍ୱାମୀ ପାଖକୁ ଫେରିଲାନି। ସ୍ୱାମୀ ସ୍ତ୍ରୀକି ନେବାକୁ ବାରମ୍ବାର ଶ୍ୱଶୁର ଘରକୁ ଆସିଲା, ହେଲେ ସ୍ତ୍ରୀ ଗୀତାର ଦେଖା ପାଇଲା ନାହିଁ। କିନ୍ତୁ ଦିନେ ସୋସିଆଲ ମିଡ଼ିଆରେ ଆଉ ଜଣେ ଯୁବକ ସହିତ ରିଲ୍ସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଆଉ ଶେଷରେ ହାରାସ ହେଲା ପରେ ଆମକୁ ଜଣାଇଥିଲା କିଏ ସେ ଗୀତା, କ'ଣ ତାର ଉଦ୍ଦେଶ୍ୟ ଥିଲା, କାହିଁକି ଏମିତି ସ୍ୱାମୀ ପରେ ସ୍ୱାମୀ ବଦଳେଇ ଚାଲିଥିଲା। ଏସବୁ ଜାଣିବା ଆଜିର ଏ କାହାଣୀରେ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ମଧ୍ୟପ୍ରଦେଶ ଝାନ୍ସିର ଶିରୱାନ ଆମ ସହିତ ଯୋଗାଯୋଗ କଲା। ଆଉ ତାର ସେ ବେଦନାର କାହାଣୀ କହିଲା ବେଳେ କଣ୍ଠଟା ବାଷ୍ପରୁଦ୍ଧ ହୋଇଯାଉଥିଲା। ଝାନ୍ସି ଅଞ୍ଚଳର ଶିରୱାନ ଖୋର୍ଦ୍ଧା ଜିଲ୍ଲାର ଏହି ଗୀତା ପ୍ରେମରେ ପଡ଼ିଯାଇଥିଲା। କିନ୍ତୁ ସେ ଜାଣିନଥିଲା ତାର ପ୍ରେମର ମୂଲ୍ୟ ଦିନେ ଏମିତି ତାକୁ ଦେବାକୁ ପଡ଼ିବ ବୋଲି। ଗୀତା ଆଗରୁ କେମିତି କେଜାଣି ସେ ଝାନ୍ସି ଅଞ୍ଚଳରେ ଜଣକୁ ବାହା ହୋଇଥିଲା। ଶିରୱାନ କହିବା ଅନୁସାରେ ସେ ଗୀତାକୁ ବାହା ହେବା ଆଗରୁ ଗୀତା କୁଆଡ଼େ 3ଟା ସ୍ୱାମୀକୁ ଛାଡ଼ି ସାରିଥିଲା। ଆଉ ଏକଥା ଶିରୱାନକୁ ଜଣା ନଥିଲା। ଅନ୍ୟମାନଙ୍କ ଭଳି ସେ ମଧ୍ୟ ଗୀତାର ଚକ୍ରାନ୍ତର ଶିକାର ହୋଇସାରିଥିଲା। ଶିରୱାନ ଯେତେବେଳେ ଏକଥା ଶୁଣିଲା ସେ ଗୀତାଠୁ ସବୁ ସତ ଜାଣିବା ପାଇଁ ଚେଷ୍ଟା କରିଥିଲା। ହେଲେ ଗୀତା ଏତେ ଚାଲାକ ଥିଲା ଯେ ଯେଉଁ ସ୍ୱାମୀ ପାଖରେ ରହୁଥିଲା ତାକୁ ଛାଡ଼ି ସିଧା ଥାନାରେ ପହଞ୍ଚି ଯାଇଥିଲା। ଆଉ ଶିରୱାନ ନାଁରେ ଥାନାରେ ଏତଲା ଦେଇଥିଲା। ପୋଲିସ ଶିରୱାନକୁ ଥାନାକୁ ଡାକିଲା। ଆଉ ସବୁ ବିବାଦ ସମାଧାନ କରିବାକୁ ଯାଇ ଶିରୱାନ ଆଉ ଗୀତାର ବାହାଘର ସେଇ ପୋଲିସ ଥାନାରେ କରେଇ ଦେଇଥିଲା। ଏମିତିରେ କିଛି ଦିନ ବିତିଗଲା ପରେ ଶିରୱାନ ସହିତ ରହିବାକୁ ଆଉ ଗୀତାର ଇଚ୍ଛା ନଥିଲା। ତାକୁ ଆଉ ଜଣେ ନୂଆ ପୁରୁଷ ଦରକାର ଥିଲା। ସେଥିପାଇଁ ଗୀତା ଘରକୁ ବୁଲିବାକୁ ଆସି ଆଉ ଫେରିଲାନି। ସେପଟେ ଶିରୱାନ ବ୍ୟସ୍ତ ହୋଇ ଗୀତାକୁ ଖୋଜି ଖୋଜି ଶ୍ୱଶୁର ଘରେ ପହଞ୍ଚିଲା। କିନ୍ତୁ କିଛି ଲାଭ ହେଲାନି। ଗୀତା ଘରେ ନଥିଲା କି ତାଙ୍କ ପରିବାର ଲୋକେ ଗୀତା ବିଷୟରେ କେହି କିଛି କହିପାରିନଥିଲେ। ଗୀତା ସହିତ ତାର ଦେଖା ହେବା ଯେମିତି ସାତ ସପନ ପାଲଟି ଯାଇଥିଲା। ବାରମ୍ବାର ଶ୍ୱଶୁର ଘରକୁ ଆସି ଫେରୁଥିଲା ଶିରୱାନ। ହଠାତ୍ ଦିନେ ଶିରୱାନ ଗୀତାର ଗୋଟେ ରିଲ୍ସ ଦେଖିଲା, ଯେଉଁଥିରେ ଗୀତା ଜଣେ ଯୁବକ ସହିତ ବହୁତ ମଜା କରି ଆଉ ଖୁସିରେ ଥିଲା। ଶିରୱାନ ଜାଣିସାରିଥିଲା ଗୀତା ମୋ ଭଳି ଆଉ ଜଣକୁ ମୋହରା ବନେଇ ସାରିଛି। ଆଉ ବହୁତ ଜଲ୍ଦି ସେ ଯୁବକ ବି ସେମିତି ଫସିବ। ଶିରୱାନ ଗୀତା ବିଷୟରେ ଜାଣିବାକୁ ତା ପୂର୍ବରୁ ବାହା ହୋଇଥିବା ସେହି ସ୍ୱାମୀ ପାଖରେ ପହଞ୍ଚିଥିଲା। ଆଉ ଯାହା ଶୁଣିଥିଲା ତା ପାଦ ତଳୁ ମାଟି ଖସି ଯାଇଥିଲା। ଆଗରୁ ଗୀତା ଜଣେ କି 2 ଜଣ ନୁହଁ, 3 ଜଣକୁ ବାହା ହେଇ ଶିରୱାନ ତାର ଚତୁର୍ଥ ସ୍ୱାମୀ ଥିଲା। ଶିରୱାନ କହିବା ଅନୁସାରେ ସେ ଏତିକି ସ୍ୱାମୀକୁ ଜାଣିଛି, ଆଉ କିଏ ବି ଥାଇପାରନ୍ତି। ଆଉ ଏବେ ଶିରୱାନକୁ ଛାଡ଼ି ପୁଣି ନୂଆ ଯୁବକକୁ ଫସେଇ ତାଠୁ ସେମିତି ସବୁ ଲୁଟି ସାରିବା ପରେ ପୁଣି ନୂଆ ଶିକାର ସନ୍ଧାନରେ ଯିବ ଗୀତା। ଏଇ ଗୀତା ଭଳି ଝିଅମାନଙ୍କ ପାଇଁ ଆଜି ଯେମିତି ସାରା ଝିଅ ଜାତି ଉପରୁ ଭରସା ତୁଟି ଯାଉଛି। କିଏ ନିଜ ପ୍ରେମିକା ଉପରେ ଭରସା କରିପାରୁନି ତ କିଏ ନିଜ ସ୍ତ୍ରୀ ଉପରେ ବି ଭରସା କରିପାରୁନି। ଆଉ ଏମିତି ବାପା ମାଆଙ୍କୁ ବି ଧନ୍ୟବାଦ ଯିଏ ଏମିତି ଝିଅକୁ ଜନ୍ମ ଦେଇଛନ୍ତି। ଆଉ ତାର ସବୁ ଦୋଷକୁ ଲୁଚେଇ ଜଣେ ପରେ ଜଣେ ପୁଅକୁ ବାହା କରେଇ ଦେଉଛନ୍ତି। ଆପଣ କ'ଣ ଭାବୁଛନ୍ତି ଏଇ ଝିଅମାନଙ୍କ କାମ ଏଇଆ? ହଁ ଆଜ୍ଞା, ଗୀତା ଭଳି ଏମିତି ଅନେକ ଝିଅ ଅଛନ୍ତି ଯେଉଁମାନେ କେବେ ଜଣକ ପାଖରେ ସନ୍ତୁଷ୍ଟ ନୁହନ୍ତି। ସେଥିପାଇଁ କିଛି ଦିନ ପରେ ଅନ୍ୟ ଏକ ପୁରୁଷକୁ ଖୋଜି ବୁଲନ୍ତି। ଶିରୱାନର କହିବା ଯଦି ସତ ହୋଇଥାଏ ତେବେ ଏଇଭଳି ଯୁବତୀମାନଙ୍କୁ କେମିତି ଦଣ୍ଡ ମିଳିବା ଦରକାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।